ଭଦ୍ରକ ହିଂସାକୁ 4 ଦିନ ବିତିଗଲାଣି। 165 ଧାରା ଲାଗୁଥିଲା ବେଳେ ଏବେ 27 ଜଣଙ୍କୁ ଗିରଫ କରାଯାଇଛି। 400 ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଅଦ୍ୟାପତି ଲୋକମାନଙ୍କର ହିଂସା ଭାବ ମନୋଭାବ ରଖି ପୋଲିସ ଡିଜି ୱାଇବି ଖୁରାନିଆ ଆସି ଅଧିକ ତଦନ୍ତ ଚଳାଇଛନ୍ତି। ଭଦ୍ରକ ଏସପିଙ୍କ ସମେତ ଯୋଉ ଏସଡିପିଓଙ୍କ ସମେତ ଧାମନଗର ଥାନା ପରିକ୍ରମା ଏବେ ଜାରି ରଖିଛନ୍ତି। ଠିକ ଏଇ ଆଉ 11ଟା ସମୟରେ ଆସି ପହଞ୍ଚି ଧାମନଗର ଥାନା ପରିକ୍ରମା ଆରମ୍ଭ କରିଛନ୍ତି। ଅଧିକ ତଦନ୍ତ ପାଇଁ ଡିଜି ମଧ୍ୟ ଏ ଜାଗାରେ ସମୀକ୍ଷା କରିବ ବୋଲି ଆଶା ପ୍ରକଟ କରୁଛନ୍ତି। ଏନେଇ ପ୍ରଥମ ଦିନଠୁ ନେଇ 48 ଘଣ୍ଟା ର ନେଟୱାର୍କ ସମ୍ବନ୍ଧ 48 ଘଣ୍ଟା ବନ୍ଦ କରିଥିବା ବେଳେ ପୁଣି ଆଉ ଥରେ ଅବଧି ବଢାଇ ଦିଆଯାଇଛି ଏବଂ ପୁଣି 48 ଘଣ୍ଟା କରାଯାଇଛି। ଏପର୍ଯ୍ୟନ୍ତ କୌଣସି ସମୀକ୍ଷାରୁ ଜଣା ପଡୁଛି ଯେ କି ଆହୁରି ଆଗାମୀ ଦିନରେ ଗିରଫ କରିବେ ନା 400 ଜଣଙ୍କୁ ଗିରଫ କରିବେ। 400 ଜଣଙ୍କର ମାମଲା ରୁଜୁ ହବା ଏହା ଏକ ଛୋଟ କଥା। ଭଦ୍ରକର ବାରମ୍ବାର ଏଭଳି ଏକ ହିଂସାତ୍ମକ ଜିନିଷ ଯେ କି ସାଧାରଣ ଲୋକଙ୍କ ମନରେ ଏକ ବିସ୍ମୟ ସୃଷ୍ଟି କରୁଛି। ଏହାକୁ ମଧ୍ୟ ଦେଖିବାକୁ ଗଲେ ଗୋଟେ ପ୍ରକାର ଯେ କି ଆଜି ନୁହଁ ବିଭିନ୍ନ ସମୟରେ ମଧ୍ୟ ଭଦ୍ରକରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଦେଖାଯାଏ। ନେଟୱାର୍କ ସମ୍ବନ୍ଧୀୟ ପାଇଁ ସାଧାରଣ ଲୋକମାନେ ଏବଂ ବ୍ୟାଙ୍କିଂ ସୁବିଧା ନେଇ ଲୋକମାନେ ନାହିଁ ନଥିବାର ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ଦେଖନ୍ତୁ ବର୍ତ୍ତମାନ ଏଇ ଯୋଉ 48 ଘଣ୍ଟା ନେଟ ବଳବତ୍ତର ରହିଛି ଏବଂ 165 ବଳ ଲାଗୁ ରହିଛି। ଏ ନେଇ ସ୍କୁଲ କଲେଜ ମଧ୍ୟ ବହୁତ ପ୍ରଭାବିତ ହେଉଛନ୍ତି ଏବଂ ଦୋକାନ ବଜାର ମଧ୍ୟ ପ୍ରଭାବିତ ହେଉଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ଏଠି 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ଆଗାମୀ ଦିନରେ ଅଧିକ ହିଂସା କାମ ନ ଘଟୁ ବୋଲି ଏ ନେଇ ମଧ୍ୟ ଡିଜି ସୂଚନା ଦେଇଛନ୍ତି। ନୂତନ ଏସପି ଭାବରେ କାର୍ଯ୍ୟରତ ଜଏନ କରିଥିବା ମଧ୍ୟ ସେ ମଧ୍ୟ ରଖିଛନ୍ତି ସମୀକ୍ଷା। ନିଶ୍ଚିତ ଭାବରେ ଶାନ୍ତି କମିଟି ବସି ସମୀକ୍ଷା କରିବେ ଏବଂ ସୁସ୍ଥ ବାତାବରଣରେ ଆଣିବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ଏଇ ଯୋଉ ଅଧିକ ହିଂସାକାଣ୍ଡ ବଢୁଛି ତା ଦ୍ୱାରା ଡିଜି ଆଜି ୱାଇବି ଖୁରାନିଆ ଆସି ମଧ୍ୟ ଧାମନଗର ଥାନାର ପରିଦର୍ଶନ କରୁଛନ୍ତି। ତାହାକୁ ନେଇ ଏବେ ପୁଣି ସମୀକ୍ଷା କଲା ପରେ ପୁଣି ଜଣା ପଡିବ ପ୍ରକୃତରେ ହିଂସା ବଢିବ ନା ଆଗାମୀ ଦିନକୁ 165 ଲାଗୁ ରହିବ। ଏନେଇ ଅଧିକ ତଦନ୍ତ କରି ଡିଜି କଣ ପ୍ରତିକ୍ରିୟା ରଖୁଛନ୍ତି ତାହାକୁ ମଧ୍ୟ ଦେଖିବାକୁ ବାକି ରହିଛି। ଭଦ୍ରକରୁ ପ୍ରମୋଦ ରାଉତ, ଫୋକସ ପ୍ଲସ୍।